प्रचार करुछु कवि विश्वनाथ खुंटिया कृत विचित्र रामायणर 44तम भाग। माल्यवंत गिरी रे श्रीरामंक आगरे समवेत होइथिबा कपि दलपति मानंकु तांको सह परिचित करई दउछन्ति सुग्रीव। सुग्रीवंक निर्देश रे सीतांकु ठाब करिबा पई विभिन्न दिगोकु सेमानंकु पठा जाउछि। निज राज्य किष्किंध्या छाड़ी ऋष्यमुखरे बास करिथिबार कारण श्रीरामंक आगरे वर्णना करूछन्ति सुग्रीव। गिरी भूमि पुरी रहिले करुक्ष हरि दक्षिण राघव तोष सुग्रीव कुराई पास कले तांकु आलिंगन आनंद होइण मन बोलंती श्री रघुनाथ होइण थिलु अनाथ। तुमको पाइण नाथ जुझिबु असुर साथ सुग्रीव जोड़ीण कर बोलई घोर घुबीर कइले बानर बल का संगे करिब गोल कोई राम हस हस बोलंती सीता संदेश पाइले सीना जुझिबा जीवने थिबा बुझिबा जे आज्ञा हेब तुम्भर खोजाइबी मंचपुर श्रीरामंक आज्ञा पाई सेनापति गणराई राम आगे कला उभा बिसी बोले दिसे शोभा। जुथपति गण नाम धरी धरी चिन्हाई दियंती जे रामंकु तारा रमण देखिब हे अंगद हनु सुसेन गज जाम्बवंत केसरी बिहे भीम जानीर रमण देख देव हे पंचविंश सेना एही एहांक संगे कोटि कोटि कपिए कलना हेबाकु नाही देख देव हे विनोद सेना कुराई आज्ञा देले कपि मूलर साई जे पूर्व दिगे खोज जाई कि मो बंधु हे उदयगिरी जाए जीव बनगिरी ग्राम पुर कटक जे समस्त बुली खोजिब कि मो बंधु हे जन राजा दुलणी 12 मासके नदेले आनी जे पकाइबी शिर हाणी कि मो बंधु हे गवय गवाक्ष गज दुर्बिंद तार नळ नील सुसेन हनुमंत जुबराज कि मो बंधु हे जाम्बव गंध मार्दन बोले कपिराज तुम्भे जे बेगे हे दक्षिणे जाओ बहन कि मो बंधु हे
ମାସେ ନ ପୁରୁ ଆସିବ ଦକ୍ଷିଣ ସୁ ମଧେ ଯେତେ ଗିରି ହେ ସବୁ ବୁଲିଣ ଖୋଜିବ କି ମୋ ବନ୍ଧୁ ହେ କେଶରୀ ବୀରକୁ ଚାହିଁ କହନ୍ତି ତାହାକୁ ପାଶକୁ ରାଇ ଯେ ଖୋଜିବ ପଶ୍ଚିମେ ଯାଇ କି ମୋ ବନ୍ଧୁ ହେ ଶ୍ରୀରାମଚନ୍ଦ୍ର ଘରଣୀ 12ଟା ମାସକେ ନଦେଲେ ଆଣି ଯେ ଦଣ୍ଡ ଦେବୀ ସତ୍ୟ ବାଣୀ କି ମୋ ବନ୍ଧୁ ହେ ଶତବଳ ସେନାପତି ତାହାଙ୍କୁ ରାଇଣ କହନ୍ତି କପି ଯେ ଥରେ ଯାଅ ତଡ଼ତି କି ମୋ ବନ୍ଧୁ ହେ ପୃଥିବୀର ସ୍ଥାନ ଯେତେ ସୁଗ୍ରୀବ ତାହାଙ୍କୁ କହିଲେ କେତେ ଯେ ବିଶିକି କହିବ ଗୀତେ କି ମୋ ବନ୍ଧୁ ହେ ରାମ ପଚାରନ୍ତି ସଖୀ ସୁଗ୍ରୀମିତ ଆମ୍ଭଙ୍କୁ କହିବ ତ ସତ ପୃଥିବୀରେ ଯେତେ ଯେତେ ସ୍ଥାନ ମାନ କହିଲା ସେ କେବଳ ଦୂତ କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ବାଳି ଭୟରେ ପୃଥିବୀ ବୁଲିଣ ଲୁଚିବାକୁ ମୁଁ ଖୋଜିଲି କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ଯହିଁ ତହିଁ ଗଲେ ବାଳି ମୋତେ ମାରେ ରହିତ ଠାବ ନ ପାଇଲି ହନୁ କହିଲେ ରୁଷ ମୁକେ ଲୁଚିବା ତାଙ୍କର ବୋଲରୁ ଅଇଲି କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ବାଳି ଭୟରେ ପୃଥିବୀ ବୁଲିଣ ଲୁଚିବାକୁ ମୁଁ ଖୋଜିଲି ଠାବ କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ପୂର୍ବେ ବାଳି ଦୁନ୍ଦୁଭିକି ମାରି ତାର ଅସ୍ଥି ବୁଇ ଫିଙ୍ଗି ଦେଲା ତାର ରୁଧିର ମାତଙ୍ଗ ମହାରୁଷି କାନନ ମଧ୍ୟରେ ପଡ଼ିଲା କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ବାଳି ଭୟରେ ପୃଥିବୀ ବୁଲିଣ ଲୁଚିବାକୁ ମୁଁ ଖୋଜିଲି ଠାବ କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ଋଷି ପରେ ସାପ ଦେଲେ ବାଳିକି ମୋର ସୀମାରେ ନ ପଶିବୁ ଯେବେ ତୁମ ଗିରି ବନରେ ପଶିବୁ ରୁଧିର ଉଦ୍ଗାରି ମରିବୁ କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ବାଳି ଭୟରେ ପୃଥିବୀ ବୁଲି ଲୁଚିବାକୁ ମୁଁ ଖୋଜିଲି ଠାବ କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ତେଣୁ କରି ଦେବ ଋଷ୍ୟ ମୁଗଗିରି ଯିବାକୁ ବାଳି ଭୟ କଲା ତେଣୁ କରି ଦେବ ମୋହର ଲୁଚିବା ସ୍ଥାନ ଏହି ଗିରି ହୋଇଲା କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ ବାଳି ଭୟରେ ପୃଥିବୀ ବୁଲିଣ
ଲୁଚିବାକୁ ମୁଁ ଖୋଜିଲି ଠାବ କର ଯୋଡ଼ିଣ ସୁଗ୍ରୀବ ଜଣାନ୍ତି ଭୋଦେବ। ଏହା ଶୁଣି ରାମ ଅନୁକୁରାଇଣ ଦେଲେ ଅନାମିକା ମୁଦ୍ରିକା ବୋଲେ ବିଶି ହନୁ ଶିରରେ ଲଗାଇ ଧେକଟି ଦେଶେ ପଟୁକା। ଶ୍ରୀରାମ ଦେଲେ ଅନାମିକା ମୁଦ୍ରିକା ବୋଲେ ବିଶି ହନୁ ଶିରରେ ଲଗାଇ বান্ধে কটি দেশে পটুকা। শ্রীরাম দেলে অনামিকা মুদ্রিকা। শ্রীরাম আজ্ঞা পাই দূতে গমিলে পবন ত্বরিতে সঙ্গরে নেলে কপি বল খোঁজিলে পৃথিবী মণ্ডল কাহি সীতাଙ୍କୁ ନ ଦେଖିଲେ ବାହୁଡ଼ି ବାରତା କହିଲେ ଦକ୍ଷିଣେ ଗଲେ ଯେତେ ଦୂତେ ଖୋଜିଲେ କାନନ ପର୍ବତେ ନ ଦେଖି ମନେ କ୍ଷୋଭ କଲେ ବିନ୍ଧ୍ୟଗିରି କି ବୋଲି ଗଲେ। ତୃଷାରେ ବେ ପୀଡ଼ା ପାଇ ଦେଖିଲେ ପିବର ଛଇ ଜଳ ଲୋଭରେ ତହିଁ ପଶେ ଅନ୍ଧାରେ କିଛି ନ ଦିଶେ ସିଂହ ଶାର୍ଦୁଳ ଯେତେ ଯିବ ମାରି ମାରିଣ ଗଲେ ସର୍ବ ଆଗେ ଦେଖିଲେ ତେଜୋମୟେ ଅଛି ଦିବ୍ୟ ପୁର ଗୋଟିଏ ଅଷ୍ଟରତନେ ପୁର ଶୋଭା ପୁଷ୍କରିଣୀ ଯେ ମନ ଲୋଭା। ବିବିଧ ଫଳେ ପୁରୀ ତରୁ ସୁନ୍ଦର ଦିଶୁଅଛି ଦୂରୁ ଦେଖିଲେ ହୋଇଅଛି ଶୂନ୍ୟ ଏକ ଯୁବତୀ ପୁଣ୍ୟଜନ ତାହାକୁ ଯାଇ ପଚାରିଲେ ସେ ସର୍ବ ବୃତ୍ତାନ୍ତ କହିଲେ ଏହି କହିଲେ କ ବୃତ୍ତାନ୍ତ ଆମ୍ଭେ ମାନେ ଶ୍ରୀରାମ ଦୂତ ଶୁଣି ସେ ଫଳ ମୂଳ ଦେଲା ଅତିଥି ମତେ ପୂଜା କଲା। ନ ପାରିବ ଯାଇ ଏଥି ପଶିଲ କାହିଁ ପାଇଁ ଶସ୍ତେ ନେତ୍ରମାନ ବୁଝ ବାହାର କରିବି ମୁଁ ଆଜ ଏମନ୍ତ ସ୍ୱୀକାର କଲେ ନେତ୍ର ବୁଝି ବାହାର ହେଲେ ଦକ୍ଷିଣ ଜଳଧୀର କୂଳେ ମହେନ୍ଦ୍ର ଅଚଳର ତଳେ ଅଙ୍ଗଦ ବୋଲନ୍ତି ବଚନ ଅବଧି ପୁରୀ ଗଲା ଦିନ। ମାସକୁ କଣ୍ଟ ହୋଇଥିଲା ଦ୍ୱିତୀୟ ମାସ ଆସି ହେଲା ସୁଗ୍ରୀବ ବିନା ଶିବ ମୋତେ ମୁଁ ଆଉ ଯିବ କେମନ୍ତେ ନଦେଲେ ସୀତାଙ୍କ ସନ୍ଦେଶ ନ ଯିବି ସେ ସୁଗ୍ରୀବ ପାଶ ଅଧର୍ମୀ ଅଟଇ ସୁଗ୍ରୀବ ମୋତେ ସେ ଜୀବନେ ମାରିବ ଜ୍ୟେଷ୍ଠ ଭାଇର ଭାର୍ଯ୍ୟା ହରେ ପାତକ ମନେ ନ ବିଚାରେ। ଭାଇ ମରାଇ ହେଲା ରାଜା ରାମ ଦୟାରୁ ମୋତେ ପୂଜା ଅଙ୍ଗଦ ମୁଖୁ ଏହା ଶୁଣି ସମସ୍ତେ ବୁଝନ୍ତି ବାଣୀ ରାଜନନ୍ଦନ ଅଟ ତୁମ୍ଭେ ତୁମ୍ଭଙ୍କୁ ଛାଡ଼ିବୁ କି ଆମ୍ଭେ ନୀଳ ବୋଇଲା ଚାଲ ଯିବା ସେହି ବିବରେ ସୁଖେ ଥିବା ଅନୁ ବୋଲେ ବିସ୍ତାରି ଚିତ୍ତେ ଏମନ୍ତନ ଯୋଗାଇ ମୋତେ। ଛନ୍ତି ରାଜା ପାଶ କେମନ୍ତେ ହେବ ଅବିଶ୍ୱାସ ଅଙ୍ଗଦ କିମ୍ପା କର ତାପ ସୁଗ୍ରୀବ ତୁମ୍ଭ ଧର୍ମ ବାପ କିମ୍ପା ତୁମ୍ଭଙ୍କୁ ଦେବ ଦଣ୍ଡ ଏକଥା ମାନ ମନୁ ଖଣ୍ଡ ଅଙ୍ଗଦ ନାସ୍ତି ତାହା କଲେ ମରିବା ବୋଲି ନ ବସିଲେ ସମସ୍ତେ ହୋଇ ଏକ ମନ ଆରମ୍ଭ କଲେ କ ଆସ କୁଶ ଶଯ୍ୟା କରି ବସିଲେ ଶ୍ରୀରାମ ଚରିତ ଘୋଷିଲେ ଅଙ୍ଗଦ କହେ ସର୍ବେ ଶୁଣି ଏର ସେଦିନ ବିଶି ଭଣି।
ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 44ତମ ଭାଗ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କଣ୍ଠଦାନ କରିଥିଲେ କରୁଣାକର ସେଠୀ, କେଶବ ଚନ୍ଦ୍ର ରାଉତ, ବିନୋଦ ବିହାରୀ ପଣ୍ଡା ଏବଂ ଦୁଃଖୀ ସାମ ତ୍ରିପାଠୀ।